ଆଜି ଆମେ କଥା ହେମା ଭତ୍ତା ଟଙ୍କା ବିଷୟରେ। ଆପଣମାନେ ଜାଣି ସାରିଛନ୍ ଯେନ୍ମାନଙ୍କର 80 ବର୍ଷ ଅଛେ 80 ବର୍ଷରୁ ଉପରକେ ଅଛେ ଆଉ ବିକଲାଙ୍ଗରେ ଯେନ୍ମାନେ 80% ଅଛନ୍ ଆଉ ତାର ଉପରକେ ଅଛନ୍ ସେମାନକେ 3500 ଟଙ୍କା ସରକାର ଦେଇ ସାରିଛନ୍। କିନ୍ତୁ ଆଜିର କଥା ଅଛେ ଏବେ କଥା ପଡ଼ିଛେ ଯେନ୍ମାନେ 80 ବର୍ଷରୁ ତଲକେ ଅଛନ୍ ଆଉ ଯେନ୍ମାନେ 80%ରୁ ତଲକେ ଅଛନ୍ ବିକଲାଙ୍ଗରେ ସେମାନକେ ସରକାର କେତେ ଟଙ୍କା ଦେବେ। ତ ଦେଖୁନ୍ ଆପଣମାନେ ନିହାତି ଭାବେ ଜାଣିଥିବେ ଯେ ଯେତେବେଲେ ଭତ୍ତା ଟଙ୍କା ବଣ୍ଟନ ହେଲା 3500 ଟଙ୍କା ଅନେକ ଜାଗାରେ ଦାବି ହେଇଛି। କାଣା ଦାବି ହେଇଛେ କି ଯେତେବେଲେ 3500 ଟଙ୍କା ମିଲି ସାରିଛେ 80 ବର୍ଷ ଆଉ 80%ରୁ ଉପରକେ ଯେନ୍ମାନେ ଅଛନ୍ ସେମାନକେ ବେଲେ ଅନେକ ଲୋକ ଯେନ୍ଟାକି ତାର ତଲକେ ଯେନ୍ମାନେ ଅଛନ୍ 60 ବର୍ଷ 79 ବର୍ଷ ଇ ଭଳିଆ ଯେନ୍ଟାକି ଯେନ୍ମାନେ 80 ବର୍ଷ ନାଇଁ ନ ଯେନ୍ମାନେ 3500 ଟଙ୍କା ପାଇବା ଲାଗି ଯୋଗ୍ୟ ନାଇଁ ମାନେ କି ତଲକେ ଅଛନ୍ ଯେମାନେ ଯୋଗ୍ୟ ହେବାର କଥା ତ ସେମାନେ ପାଇଯାଇଛନ୍ ପଇସା ଯୋଗ୍ୟ ରହିକରି ଯେନ୍ଟାକି 80 ବର୍ଷରୁ ଉପରକେ ଜାନିଛନ୍। କିନ୍ତୁ ଯେନ୍ମାନେ କମ୍ ପାଉଛନ୍ ବେଲେ ସେମାନେ ଅନେକ ଜାଗାରୁ କେତେଟା ଜାଗାରୁ ତ ଯେନ୍ଟାକି ସୂଚନା ରହୁଛି ଯେ ଦାବି କରୁଛନ୍ ବୋଇଲେ ସେମାନକେ ଯେ 3500 ଟଙ୍କା ମିଲଲା ଆମକୁ ବି 3000 ଟଙ୍କା ମିଲୁ। ଯଦି 3000 ଟଙ୍କା ନାଇଁ ମିଲବା ବେଲେ ଆମେ ଭତ୍ତା ଟଙ୍କା ନାଇଁ ନଉ ବୋଲି ଅନେକ ଜାଗାରୁ ଦାବି ବି ହେଇଛେ। ଆମର ଚ୍ୟାନେଲରେ ଭିଡ଼ିଓ ମାନେ ସେଟା ଦିଆ ବି ହେଇଛେ। ହେଲେ ଆଜି କଥା ପଡ଼ିଛେ ଯେ ଆପଣମାନେ ଯେନ୍ ଅନେକ ଚ୍ୟାନେଲରେ ଭିଡ଼ିଓ ଦେଖୁ ବି ଥିବେ ଜାନୁ ବି ଥିବେ କି 3500 ଟଙ୍କା ମିଲଲା ଆଉ 3000 ଟଙ୍କା ଇମାନକେ ମିଲବା ଯେନ୍ମାନେ 80 ବର୍ଷରୁ ତଲକେ ଅଛନ୍ ଆଉ ବିକଲାଙ୍ଗରୁ ଯେନ୍ମାନେ 80%ରୁ ତଲକେ ଅଛନ୍ ସେମାନକେ 3000 ଟଙ୍କା ମିଲବା ବୋଲି ଅନେକ ଚ୍ୟାନେଲ ମାନକେ ଭିଡ଼ିଓ ବି ଆସୁଛେ ଯେନ୍ଟାକି ଅନେକ ଚ୍ୟାନେଲ ମାନକେ କୁହା ବି ଯାଉଛେ। ଅନେକ ଜାଗାରେ ଆପଣମାନେ ଶୁଣୁଛନ୍ ବି କି କିଏ କହୁଛେ ନାଇଁ ସେମାନକେ ନାଇଁ ମିଲନ ପଇସା, କିଏ କହୁଛେ ସେମାନକେ 3000 ଟଙ୍କା ମିଲବା, କିଏ କହୁଛେ 1000 ଟଙ୍କା ମିଲୁଥିବାନ। ତ ଇନ ଯେନ୍ଟାକି ଆମେ ଯେ ଜାନମା ଯେ ଦେଖୁନ୍ 3000 ଟଙ୍କା ହେବା କି 2000 ଟଙ୍କା ହେବା କି 1000 ଦେବେ କି 1500 ଦେବେ କି ଯେତେ ମିଲୁଛେ ସେତେ ଦେବେ ଯେ କି 2500 ଦେବେ ଯେ ସରକାର ବର୍ତ୍ତମାନ ସୁଦ୍ଧା ସେଟା ଘୋଷଣା ନାଇଁ କରବାର। କିନ୍ତୁ ଯାହା ସୂଚନା ରହୁଛେ ଯେ ସେଥିର୍ ଲାଗି ବି ସରକାର ବିଚାର କରୁଛନ୍। ଆଉ ଯଦି ଦେଖମା ବେଲେ ଫେବୃଆରୀ 1 ତାରିଖରୁ ବଜେଟ୍ ଅଛେ ଆଉ ବଜେଟଟା ଯେତେବେଲେ ସରିଯିବା ସେତେବେଲେ ଏକା ଜନା ପଡ଼ବା ଯେ ସେମାନକେ କେତେ ଟଙ୍କା ସରକାର ଲାଗୁ କରବେ, କେତେ ଟଙ୍କା ସେମାନକେ ସରକାର ଦେବେ, 3000 ଦେବେ ନା 2500 ଦେବେ ଯେ ସେଟା ସେତେବେଲେ ଜନା ପଡ଼ବା। ଯାହା ସୂଚନା ରହୁଛେ ବଜେଟ୍ ସରଲା ପରେ ଏକା ସେଟା ଜନା ପଡ଼ବା। ଆଉ ଯେନ୍ଟାକି ଦେଖୁନ୍ କି କେନ୍ ଦିନରୁ ବି ଲାଗୁ କରବେ କେନ୍ ଦିନରୁ ଦେବେ ଯେ ବର୍ତ୍ତମାନ ସୁଦ୍ଧା କିଛି ଜନା ନାଇଁ ପଡ଼ବାର ସେମାନକେ କେତେ ଟଙ୍କା ମିଲବା ଆଉ କେନ୍ ଦିନରୁ ମିଲବା ଯେ କିନ୍ତୁ ସେମାନକେ ବି ମିଲବା ବୋଲି ସୂଚନା ରହୁଛେ। ଆଜି ନି ହେଲେ କାଲି ସୁନିଶ୍ଚିତ ଭାବେ ମିଲବା ବୋଲି ସୂଚନା ଯେନ୍ଟାକି ରହୁଛେ। କିନ୍ତୁ ଡେଟଟା ବର୍ତ୍ତମାନ ସୁଦ୍ଧା ମେନସନ୍ ନାଇଁ ହେଇ ଆଉ କେତେ ଟଙ୍କା ମିଲବା ଯେ ସେଟା ବି ବର୍ତ୍ତମାନ ସୁଦ୍ଧା ନାଇଁ ଆସି। କିନ୍ତୁ ସେମାନକେ ବି ପଇସାଟା ଅଧିକ ମିଲବା ଆଉ ସେମାନକେ ବି ପଇସା ସୁନିଶ୍ଚିତ ଭାବେ ମିଲବା ବୋଲି ସୂଚନା ରହୁଛେ। ତ ସେଥିଲାଗି ଆପଣମାନେ ବି ଯଦି ତଲକେ ଅଛନ୍ 80 ବର୍ଷରୁ ତଲକେ ଆଉ 80% ବିକଲାଙ୍ଗରୁ ତଲକେ ବୋଲେ ଆପଣମାନେ ଆମର ଚ୍ୟାନେଲରେ ଯଦି ଏନ୍ତା ଯୋଡ଼ି ହେଇକି ରହିଥିବେ ବୋଲେ ଯେତେବେଲେ ବି ଅପଡେଟ୍ ଆସବା ଯେତେବେଲେ ସରକାର ଘୋଷଣା କରବେ ଯେ ଏମାନକେ 3000 ଟଙ୍କା ମିଲବା କି 2000 ଟଙ୍କା ମିଲବା ଏ ତାରିଖରୁ ମିଲବା କି ସେ ତାରିଖରୁ ମିଲବା ବୋଲି ଯେତେବେଲେ ଅପଡେଟ୍ ଆସବା ସାଙ୍ଗେ ସାଙ୍ଗେ ଆପଣମାନକେ ଆମେ ଚ୍ୟାନେଲରେ ଭିଡ଼ିଓ ଦେଇଦେମୁ। ଆପଣମାନେ ଦେଖିଲା ପରେ ଜାନିଯିବେ ଶୁଣିଯିବେ। ଆପଣମାନେ ବି ଯଦି ସେ ଯୋଗ୍ୟ ହିତାଧିକାରୀ ହେବେ ବୋଇଲେ ଆପଣମାନେ ବି ଭତ୍ତା ପାଉଛନ୍ ବୋଇଲେ ଆପଣମାନେ ବି ସେ ପଇସା ପାଇପାରିବେ। ତ ସେଥିଲାଗି ଆପଣମାନେ ଚ୍ୟାନେଲ ସାଙ୍ଗେ ଯୋଡ଼ି ହେଇକି ରହିଥୁନ୍। ବର୍ତ୍ତମାନ ସୁଦ୍ଧା କୌଣସି ଅପଡେଟ୍ ନାଇଁନ। ଯଦି ଆପଣଙ୍କୁ ଆମେ କହିଦେମୁ ଏବେକା ଏଇ ତାରିଖରୁ ମିଲବା ସେ ତାରିଖରୁ ମିଲବା ଠକ ଭଣ ମିଛ ପ୍ରଚାର କରବାଟା ଭଲ୍ ନାଇଁ ସେ ଆପଣଙ୍କର ବି ଆଶ ରହିବା। ଆପଣ ଭିଡ଼ିଓ ଦେଖୁଛନ୍ ଆମର ଚ୍ୟାନେଲରେ ବିଶ୍ୱାସ କରୁଛନ୍ ଆଜି ଯଦି ଠକିଦେମା ଆଉ ଅନେକ ଦିନ ଯେନ୍ଟାକି ଲାଇଫ୍ ସାରା ଆପଣଙ୍କୁ ଭିଡ଼ିଓ ଦେଖବାର ଅଛେ ଆମକୁ ବି ଭିଡ଼ିଓ ବନାବାର ଅଛେ ଦିନକର କଥା ଯଦି ଦେଖମା ବେଲେ ନି ଚଲେ କାହିଁ ଯେ ଠକିଯିମା। ବର୍ତ୍ତମାନ ସୁଦ୍ଧା କୌଣସି ଅପଡେଟ୍ ନାଇଁ। ଯେତେବେଲେ ଅପଡେଟ୍ ଆସବା ସାଙ୍ଗେ ସାଙ୍ଗେ ଆମେ ଆପଣଙ୍କୁ ଜଣେଇଦେମୁ। ଆପଣମାନେ ଦେଖିବେ ଜାନବେ ଶୁଣବେ କିନ୍ତୁ ସୁନିଶ୍ଚିତ ପଇସା ମିଲବା ଅଧିକ ଟଙ୍କା। କିନ୍ତୁ କେତେ ଟଙ୍କା ମିଲବା ଯେ ସେଟା ବି ବର୍ତ୍ତମାନ କହି ନି ହେବାର ଜନା ନି ପଡ଼ବା ଆଉ କେନ୍ ଦିନରୁ ମିଲବା ଯେ ସେଟା ବି ଜନା ନି ପଡ଼ବା। କିନ୍ତୁ ମିଲବାଟା ସୁନିଶ୍ଚିତ ମିଲବା। ସେମାନକେ ବି ଯେହେତୁ ଦାବି କରୁଛନ୍ ଅନେକ ଜାଗାରୁ କି ଆମକୁ ବି ମିଲୁ 3000 ଟଙ୍କା ବୋଲି ଦାବି କରୁଛନ୍ ବୋଇଲେ ତାଙ୍କର ଦାବି ବି ସରକାର ଯେନ୍ଟାକି ପୂରଣ କରବାର ଲାଗି ବିଚାର କରୁଛନ୍ ବୋଲି ପ୍ରକାଶ ପାଉଛି ସୂଚନା ରହୁଛେ।